জগন্নাথ শ্রী জয় জগন্নাଥ। জয় জগন্নাথ জয় জয় শ্রী জগন্নাথ। ଆପଣ ଆଜ୍ଞା ପରିଚୟ କୋଉଠୁ ଆସିଛନ୍ତି? ଖଡ଼ପ୍ରସାଦ ଢେଙ୍କାନାଳ ଜିଲ୍ଲା ଖଡ଼ପ୍ରସାଦ ଗୋବର୍ଦ୍ଧନ ସାହୁ ମୋ ନାଁ। ଆପଣ ଗୋବର୍ଦ୍ଧନ ସାହୁ ଆପଣଙ୍କ ନାଁ ନା? ଏଇଠିକୁ ଆସିଛନ୍ତି କଣ ଦର୍ଶନ କଲେଣି? ହଁ ପୁରା ଆନନ୍ଦ ଭାବେ ଦର୍ଶନ କେମିତି କଲୁ। କେମିତି ଲାଗିଲେ ଜଗନ୍ନାଥ? ସେ ଆନନ୍ଦର ସୀମା ନାହିଁ ଆଜ୍ଞା। ଯୋଉ ଭଳିଆ ଦର୍ଶନ ଆମକୁ ଆଜି ଆଜି ଅଖଣ୍ଡ ଦୀପ ଆମର ଏଠୁ ଅଣା ହେଇଥିଲା। ଖାଲି ଜଗନ୍ନାଥ ଦର୍ଶନ କଲେ ନା ପାର୍ଶ୍ୱ ଦେବା ଦେବୀକୁ ଦର୍ଶନ କଲେ? ନା ନା ପାର୍ଶ୍ୱ ଦେବାଦେବୀ ଜଗନ୍ନାଥଙ୍କୁ ବି ଦର୍ଶନ କଲୁ। ଜଗନ୍ନାଥଙ୍କ ଯୋଉ ସିଂହାସନ ରତ୍ନ ସିଂହାସନରେ ସେଠି କେତେ ମୂର୍ତ୍ତି ଅଛନ୍ତି? ଚତୁର୍ଦ୍ଧା ମୂର୍ତ୍ତି ଆଜ୍ଞା। ସେଇଠି 7 ମୂର୍ତ୍ତି ଅଛନ୍ତି। ଏ କହିପାରେ ଆମେ ତ ଚତୁର୍ଦ୍ଧା ମୂର୍ତ୍ତି ବୋଲି ଜାଣିଛୁ। ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀଦେବୀ ଭୂଦେବୀ ମାଧବ ଆଚ୍ଛା ଆଚ୍ଛା। ହେଲା 7 ଜଣ ଅଛନ୍ତି ସେଠି। ଠିକ ଅଛି। ଆଉ ଆପଣ ଏବେ ଚନ୍ଦନ ଯାତ୍ରା ଦେଖିଲେଣି? ହଁ ଚନ୍ଦନ ଯାଇକିନି ପ୍ରଭୁଙ୍କୁ ନେଇକିନି ଚନ୍ଦନରେ କୋଉ ଡଙ୍ଗା ଦୁଇଟା ଯୋଉ ଯାଉଛନ୍ତି ଠାକୁରଙ୍କୁ ନେଇ କୋଉ ଡଙ୍ଗା? ଆମକୁ ତ ଏତେ ଅଭିଜ୍ଞତା ନାହିଁ ଆଜ୍ଞା। ପୁରା କହିପାରିବୁନି। ଆଚ୍ଛା ହଉ କିଛି ଗୋଟେ ଠାକୁରଙ୍କ ପ୍ରାର୍ଥନା କରନ୍ତୁ ତାପରେ ଗୋଟେ ଅନୁଭୂତି କିଛି ଗୋଟେ ପାଇବେ ଯୋଉଟା କି ଜଗନ୍ନାଥ ଆପଣଙ୍କୁ ବଞ୍ଚେଇଥିବେ ସାହାଇଥିବେ ଦୁଃଖ ସୁଖ ସମୟରେ ସେଟା ଟିକେ ଦର୍ଶକ ବୃନ୍ଦକୁ ଟିକେ ପାଇବେ। ଆଚ୍ଛା ଜଗନ୍ନାଥ ଶ୍ରୀ ଜଗନ୍ନାଥ ସଦ୍ଗୁରୁ ଶ୍ରୀ ଜଗଦ୍ଗୁରୁ ପଦାତ୍ମା ସର୍ବଭୂତାତ୍ମା ତସ୍ମୈ ଶ୍ରୀ ଗୁରବେ ନମଃ। ନିରାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟାଂ ଜଗନ୍ନାଥାୟ ତେ ନମଃ। ସୁଦର୍ଶନ ନମଃ ଶାଳଗ୍ରାମାୟ। ବହୁତ ଭଲ ଲାଗିଲା ଆମର ଧ୍ୟାନ ମନ୍ତ୍ର ସବୁ ପଢିଲେ ଆଉ ଠାକୁର ଯୋଉଟା ଜଗନ୍ନାଥ ଆପଣଙ୍କୁ ଉପକାର କରିଥିବେ ଦୁଃଖ ଟାଇମରେ ସାରା ଅସୁବିଧାରେ ପଡିଛନ୍ତି ସେ କଥାଟା ବ୍ୟାଖ୍ୟା କରନ୍ତୁ ଟିକେ। ଆମର ଏଠି ବିଗ୍ରହ ଆଜି ଚତୁର୍ଦ୍ଧା ମୂର୍ତ୍ତି ଆଜ୍ଞା। ଆମ ଗଜପତି ମହାରାଜଙ୍କର ପ୍ରାଣ ପ୍ରତିଷ୍ଠା ହେଇଛନ୍ତି। ଏଠି ବି ଆମର ଅଛନ୍ତି ତାଙ୍କ ସେବାରେ ମୁଁ ସବୁଦିନେ 5ଟା ବୃତ୍ତି ସେବା କରୁଛି। ତାଙ୍କ ଅନୁଭୂତି କହିଲେ ସେ କଳ୍ପନା କରି ହଉନି। ତା ଉପଲବ୍ଧି କରିଛି। ଆଜି 3 ବର୍ଷ ପୂର୍ବରୁ ଆମେ ଭେଟଦ୍ୱାରକା ଯାଇଥିଲୁ ଆଜ୍ଞା। ସପରିବାର ଭେଟଦ୍ୱାରକା ଯାଇଥିଲୁ। ପଢେଇଥିଲେ? ଭେଟଦ୍ୱାରକା ଆଚ୍ଛା ଦ୍ୱାରିକା। ଗୁଜୁରାଟ। ଆଜ୍ଞା। ଆଚ୍ଛା ସେ କଣ ହେଲା ପ୍ରଭୁ ଆମେ ଭେଟଦ୍ୱାରକା ଫେରିଲା ପରେ ମୋ ସହଧର୍ମିଣୀ ସିଏ ଡଙ୍ଗାକୁ ଗଲାବେଳେ କୁଆଡେ ସିଏ ଗଲେ ଯେ ଆମେ 1.5 ଘଣ୍ଟା କାଳ ମାନେ ପଡିଗଲେ? ସେ କୋଉଠି ଗଲା ଆମେ ଜାଣିପାରିଲୁନି। ସେ ଡଙ୍ଗାରେ ପାର ହେଇକି ନଦୀ ଏପଟକୁ ଗଲେ। ଡଙ୍ଗା ଦଉଥିଲା ତ ବ୍ରିଜ ହେଇଗଲା। ଆଚ୍ଛା ଜଗନ୍ନାଥଙ୍କୁ ସ୍ମରଣ କରି ପ୍ରଭୁ ବିଚାର କର। ଆମେ ନାତି ନାତୁ ଆମେ ସପରିବାର ଦିନଟି ଝିଅ ଜଇଁ ପୁଅ ସବୁ ଯାଇଥିଲୁ ସମସ୍ତେ ଆଉ ଖାଇଲୁ। ଜଗନ୍ନାଥ ସ୍ମରଣ କରି ଯଦି ପ୍ରକୃତରେ ତୁମେ ଥିବ ଆମ ଜଗତର ଠାକୁର ଆମ ଓଡିଶାର ବଡ ଠାକୁର ତମେ ଯଦି ଥିବ ଯେମିତି ହେଲେ ମତେ ଠିକ 10-15 ମିନିଟ ମୁଁ ସ୍ମରଣ କରିଛି ଦେଖିଲି ଯେ ସେ ଇଆଡୁ ଆସୁ ମାନେ କହିଲା ବେଳକୁ ଦେହ ବି ଏଦା ହଉଛି। ମାନେ କୋଉଠି ରହିଯାଇଥିଲେ ନା କଣ? ସେ ଏଠୁ ଡଙ୍ଗାରେ ପାର ହେଇକି ପୁଣି ଏଠି ଗୋଟେ ଯାଇକି ସେ ଆମକୁ ବି ଖୋଜୁଛି। ସେ ବଡ ବିଚିତ୍ର କଥା ଆଜ୍ଞା। ଭେଟ ଘାଟ କରିଦେଲେ ତାଙ୍କୁ ଯାହା ବି କଳ୍ପନା ମୁଁ କରିଛି ଆଜ୍ଞା। ମୋ ଜୀବନର ଅନୁଭୂତି 60 ବର୍ଷ ଭିତରେ ମୁଁ 50 ବର୍ଷ ଭିତରେ ତା ଦେଖିଛି। ସେ ବଡ ବିଚିତ୍ର ଲୀଳା ତାଙ୍କ ଲୀଳା କହିବାର ଆପଣ ଜଗନ୍ନାଥଙ୍କୁ କେତେ ଭଲ ପାଆନ୍ତି ପ୍ରବଳ ଯୋଉ ଭଳିଆ ଭଲ ତ କହିହବ ସେଟା ତ କହି ହୁଏନି। କିଛିଟା ଅନୁଭୂତି କିଛି ସ୍ମରଣ କଲା ମାତ୍ରେ ଯୋଉ ଭଳିଆ ଯୋଉ ଭଳିଆ ବିପଦ ଅଛି ସବୁ ଗୋଟେ ସେ ସଂକଟ କରିଛନ୍ତି ସବୁ ସେ ବିକ୍ରି କରିଛନ୍ତି ସବୁ ନାଶନ କରିଛନ୍ତି। ତାଙ୍କ କଥା ଆଜ୍ଞା କହିବା ଭଲ ମଣିଷ ପକ୍ଷରେ ଅସମ୍ଭବ ମୋ ପକ୍ଷରେ ଅସମ୍ଭବ ଆଜ୍ଞା। ଯାହା ଦେଖିଲି ଆମର ଏଠି ଯୋଉ ଚତୁର୍ଦ୍ଧା ମୂର୍ତ୍ତି ଅଛି ତାଙ୍କର ତ କହିବ ସେ ତାଙ୍କର କଳ୍ପନା କରିବା ଆମର ରଥଯାତ୍ରା ବି ହଉଛି ବିଧାନ ହଉଛନ୍ତି କରୁଛନ୍ତି ଆନନ୍ଦରେ ଆଉ କହିବି କଣ ପ୍ରଭୁ ଏତିକି କହୁଛି ତାଙ୍କୁ ଭରସା କର ସେ ସବୁ ଜଗତର ଠାକୁର ସିଏ ଆଉ ନାଥ ଆଉ ଭିତରେ ସବୁ ଦିଅ ଦେବତାଙ୍କୁ ଦର୍ଶନ କଲେ
ଅବଢା ଖାଇଲେ ହଁ ହଁ ଅବଢା ଖାଇଛନ୍ତି? ଅବଢା ପାଇଲୁ ଆଜ୍ଞା। ସେଇଟା ତ ଭଲ ଜିନିଷ। ଆଉ ସମୁଦ୍ର ଯାଇ ଗାଧେଇଲେ? ହଁ ଗାଧେଇଲେ? ବୁଡ ପକେଇନା ଗୋଡ ପକେଇ ମହୋଦଧି ସ୍ନାନ, ହଁ, ମହୋଦଧି। ଅବଢା ଖିଆ, ଜଗନ୍ନାଥ ହଁ, ଦର୍ଶନ। ହଁ। ପୁରୀରେ ତ ଏଇ ତିନିଟା ମୁଖ୍ୟ ଇଏ ଜିନିଷ। ମୁଖ୍ୟ। ଆଉ ତାପରେ ଏବେ ଯୋଉ ଚନ୍ଦନ ଯାତ୍ରା ଚାପ ବେଳକୁ ଆସିଛନ୍ତି, ସେଇଟା ବି ଭାଗ୍ୟରେ ହଁ ଥିଲା। ହଁ ହଁ ଚନ୍ଦନ ଯାତ୍ରା ଭାଗ୍ୟ ସବୁ ସବୁ ଆସିପାରିବ। ଅଖଣ୍ଡ ନାମ ଅଖଣ୍ଡ ଦୀପ ସହିତ ଆମେ ହେଠୁ ରାତି 5ଟାରେ ବାହାରିଲୁ ଆଜ୍ଞା। ଆଜ୍ଞା ଆଜ୍ଞା। ଭୋରୁ ଭୋରୁ ଆମେ 5:30 4:30 ଉଠି ନାମ କରିକିନା ଅଖଣ୍ଡ ଆମର ଏଇଠି ଦୀପ ରହିବେ। ଏମିତି ଯାହା ହଉ ବହୁତ ଭଲ ଲାଗିଲା। ହଁ ସବୁ ପୁରା ଭାଇ ପରିବାର ନେଇକି ଆସିଛନ୍ତି। ଜୟ ଜଗନ୍ନାଥ, ଧନ୍ୟବାଦ, ଜୟ ଜଗନ୍ନାଥ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ।